Welcome my dear students. Today we will discuss about workbook class 5th exercise 2. So students listen carefully and try to understand. So let's start this exercise. Translate into English. ଲୋକଟି ବଣରୁ କାଠ ସଂଗ୍ରହ କରି ବିକୁଥିଲା। ଲୋକଟି ବଣରୁ କାଠ ସଂଗ୍ରହ କରି ବିକୁଥିଲା। ତାକୁ ଟ୍ରାନ୍ସଲେଟ୍ କରିବା। ଦି ମ୍ୟାନ୍ ଲୋକଟି ଦି ମ୍ୟାନ୍ sold wood by collecting it from the forest. ଫରେଷ୍ଟ ମାନେ ଜଙ୍ଗଲ ଫରେଷ୍ଟ, ସଂଗ୍ରହ ମାନେ କଲେକ୍ଟ, wood କାଠ wood, sold ମାନେ ବିକୁଥିଲା। ତାକୁ ଆମେ ଲେଖିବା ଦି ମ୍ୟାନ୍ sold wood by collecting it from the forest। ତାପରେ 2 ନମ୍ବର ଖ ନମ୍ବର ଆମେ ନିଆଁରେ ରାନ୍ଧି ଖାଦ୍ୟ ଖାଉ। ଖାଇବାକୁ କ'ଣ କୁହାଯାଏ? ଇଟ୍ କୁହାଯାଏ। ଆମେ ଉଇ, ନିଆଁ ଫାୟାର, ରାନ୍ଧିବା କୁକିଂ। ତାକୁ ଆମେ ଲେଖିବା we eat food by cooking it on fire। ଗ କେଉଟଟି ନଈରୁ ମାଛ ଧରି ବିକୁଥିଲା। କେଉଟଟି ମାନେ ଫିସରମ୍ୟାନ୍, ମାଛ ଧରି ଚଳୁଥିଲା। କେଉଟଟି ନଈରୁ ମାଛ ଧରି ଚଳୁଥିଲା। The fisherman maintained his livelihood by catching fish from the river। କେଉଟଟି ନଈରୁ ମାଛ ଧରି ଚଳୁଥିଲା। ଘ ଚଢ଼େଇ ମାନେ ଗଛ ଡାଳରେ ବସା ତିଆରି କରି ବାସ କରନ୍ତି। ଚଢ଼େଇ ମାନେ ବାର୍ଡସ୍ ଗଛ ଡାଳରେ ବସା ତିଆରି କରି ବାସ କରନ୍ତି। ଦି birds live by making nest on tree branches। ବ୍ୟବସାୟୀଟି ଗଧ ପିଠିରେ ବୋହି ନେଇ ବଜାରରେ ଜିନିଷ ବିକୁଥିଲା। ଦି ଟ୍ରେଡର ବ୍ୟବସାୟୀ sold goods in the market by carrying them on the donkey's back। ଗଧ ପିଠିରେ ବୋହି ନେଇ ବଜାରରେ ଜିନିଷ ବିକୁଥିଲା। ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। 2 ନମ୍ବର ଚଢ଼େଇ ମଣିଷଠାରୁ ଅଧିକ ବୁଦ୍ଧିଆ ଥିଲା। ଦି birds was wiser than man। ଚଢ଼େଇଟି ଦି bird was wiser ଅଧିକ ବୁଦ୍ଧିଆ than man ଲୋକଠାରୁ ମଣିଷଠାରୁ ଅଧିକ ବୁଦ୍ଧିଆ ଥିଲା। ତାପରେ ଖ ବୟସ୍କମାନେ ଯୁବକମାନଙ୍କଠାରୁ ଅଧିକ ଜ୍ଞାନୀ ଅଟନ୍ତି। ଏଲ୍ଡର୍ସ ବୟସ୍କମାନେ elders are wiser than young people। ଏଲ୍ଡର ମାନେ ବୟସ୍କ ମାନେ, wiser ଜ୍ଞାନୀ ଅଧିକ ବୁଦ୍ଧିଆ, the young people ଯୁବକମାନଙ୍କ ଠାରୁ। ଗ ନମ୍ବର ହାତୀଟି ଘୋଡ଼ାଟି ଠାରୁ ବେଶୀ ମୋଟା। ହାତୀଟା ଘୋଡ଼ାଟି ଠାରୁ ବେଶୀ ମୋଟା। The elephant is fatter than the horse। The elephant is fatter than the horse। ଘ ଗଧ ଗୋଟିଏ ଛୋଟ ଜୀବ କିନ୍ତୁ ସବୁଠାରୁ ଛୋଟ ନୁହେଁ। The donkey is a small animal but not the smallest। The donkey ଗଧଟି is small ବେଶୀ ଛୋଟ ଜୀବ କିନ୍ତୁ ବେଶୀ ସବୁଠାରୁ ଛୋଟ ନୁହେଁ, but not the smallest। ତାପରେ ଯିବା 9 ନମ୍ବର ଭୁବନେଶ୍ୱର ଓଡ଼ିଶାର ସବୁଠାରୁ ବଡ଼ ସହର। ଭୁବନେଶ୍ୱର is the largest city in ଓଡ଼ିଶା। 3 ନମ୍ବର ଟ୍ରାନ୍ସଲେଟ୍ ଇଣ୍ଟୁ ଇଂଲିଶ। କାଠ କାଟିଲା ବେଳେ ଲୋକଟିର କୁରାଢ଼ୀ ପଡ଼ିଗଲା।
The man's axe fell down while he was cutting wood. The man's axe ଲୋକଟିର କୁରାଢ଼ୀ ତଳେ ପଡ଼ିଗଲା fell down while he was cutting wood. କାଠ କାଟିବା ଅବସ୍ଥାରେ କୁରାଢ଼ୀଟି ପଡ଼ିଗଲା। ଖ ଲୋକଟି କୁରାଢ଼ୀ ହଜାଇବାର ବିପଦ ବିଷୟରେ ସଚେତନ ଥିଲା। The man was aware of the danger of losing the axe. ଗ ଠାକୁରଙ୍କୁ ସ୍ମରଣ କଲେ ଦୁଃଖ ଭୁଲିଯିବ। If you remember God, your sorrows will be forgotten. ଦୁଃଖ ସରୋଷ 11 ଘ ନମ୍ବର ତୁମେ ଯଦି କଠିନ ପରିଶ୍ରମ କର ତୁମ ପାଇଁ ବଞ୍ଚିବା ସହଜ ହେବ। If you work hard, ଯଦି ତୁମେ କଠିନ ପରିଶ୍ରମ କର, it will be easy for you to survive. ବଞ୍ଚିବା ପାଇଁ ସହଜ ହେବ। 9 ନମ୍ବର ନିକଟକୁ ଯିବା ପରିବର୍ତ୍ତେ ପିଲାଟି ଦୂର ବିଦ୍ୟାଳୟକୁ ଯାଉଛି। Instead of going nearby, the child is going to a distant school. B. Rearrange the letters to from new words. Rearrange ଓଲ୍ଟ ପାଲ୍ଟ କରି ଆମେ ଲେଖିବା। ଟପ୍ ଯେପରିକି ଟପ୍ POT ପଟ୍, ସେଭଳି ୱାଚ୍ WAS ୱାଚ୍ SAW ଲେଖିବା SAW ସା। ରେସ୍ କେୟାର ଲେଖିବା CARE କେୟାର। OW ଓଲ୍ ଲୋ LOW ଲୋ ଲେଖିବା LOW ଲୋ। ଇଷ୍ଟ ଇଷ୍ଟ ଲେଖିବା ସିଟ୍ SEAT ସିଟ୍। ଡ୍ର ୱାର୍ଡ଼ ଲେଖିବା, ତାକୁ ସଜେଇ ଲେଖିବା WARD ୱାର୍ଡ଼। ଫେଲ୍ଟ ଲେଫ୍ଟ ଆମେ ଲେଖିବା ଲେଫ୍ଟ LEFT ଲେଫ୍ଟ। ଟିଚ୍ ଚିଟ୍ CHEAT ଚିଟ୍। ତାପରେ ଦେଖିବା ଲାଇଫ୍ ଫାଇଲ୍ FILE ଫାଇଲ୍। ଫ୍ଲୋ ଓଲ୍ଫ WOLF ଓଲ୍ଫ। ଡଗ୍ ଗଡ୍ GOD। ଟେଷ୍ଟ ଷ୍ଟାର୍ଟ STATE ଷ୍ଟାର୍ଟ। ଏଇଭଳି ଆମେ ଓଲ୍ଟ ପଲ୍ଟ କରି ତାକୁ ଲେଖିବା। ସି ପୁଟ୍ ନଟ୍ ଇନ୍ ଦ ସେଣ୍ଟେନ୍ସ। ଏହି ବାକ୍ୟରେ ନଟ୍କୁ ଆମେ ଯୋଗ କରିବା, ନଟ୍କୁ ବ୍ୟବହାର କରିବା। ଗୋପାଳ ଡଜ୍ ହିଜ୍ ୱାର୍କ ଏଭ୍ରି ଡେ, ତାକୁ ଆମେ ନଟ୍ ଲଗାଇଲେ କେମିତି ଲେଖିବା? ଗୋପାଳ ଡଜ୍ ନଟ୍ ଡୁ ହିଜ୍ ୱାର୍କ ଏଭ୍ରି ଡେ। ଗୋପାଳ ଡଜ୍ ନଟ୍ ଡୁ ହିଜ୍ ୱାର୍କ ଏଭ୍ରି ଡେ। 2 ନମ୍ବର ସୀତା ହେଜ୍ ଏ ନାଇସ୍ ବ୍ୟାଗ୍। ସୀତା ହେଜ୍ ନଟ୍ ଏ ନାଇସ୍ ବ୍ୟାଗ୍। ବୁଝିଲା? ନଟ୍ ଲଗାଇଲେ ସୀତା ହେଜ୍ ପାଖରେ ଆମେ ନଟ୍ ଲଗାଇଲେ ସୀତା ହେଜ୍ ନଟ୍ ଏ ନାଇସ୍ ବ୍ୟାଗ୍। ତାପରେ 3 ନମ୍ବର ହି ହ୍ୟାଡ୍ ହିଜ୍ ୱାର୍କ ଡନ୍। ହି ହ୍ୟାଡ୍ ହିଜ୍ ୱାର୍କ ଡନ୍। ହି ହ୍ୟାଡ୍ ନଟ୍ ଦ ୱାର୍କ ଡନ୍। ହି ହ୍ୟାଡ୍ ନଟ୍ ଦ ୱାର୍କ ଡନ୍। 4 ନମ୍ବର ହରି କ୍ୟାରିଡ୍ ହିଜ୍ ବାସ୍କେଟ୍ ହିମସେଲ୍ଫ। ହରି ଡିଡ୍ ନଟ୍ କ୍ୟାରି ହିଜ୍ ବାସ୍କେଟ୍ ହିମସେଲ୍ଫ। 5 ନମ୍ବର ଦି ଫାର୍ମର ସେଲ୍ ଦେୟାର ଗୁଡ୍ସ ଅନ୍ ଦ ମାର୍କେଟ। ଦି ଫାର୍ମର୍ସ ଡୁ ନଟ୍ ସେଲ୍ ଦେୟାର ଗୁଡ୍ସ ଇନ୍ ଦ ମାର୍କେଟ। ଡି ଟର୍ନ ଇଣ୍ଟୁ ଦ ନେଗେଟିଭ୍ ଏଜ୍ ଇନ୍ ଦ ଏକ୍ଜାମ୍ପଲ୍। ଏଇଠି କିଛି ଉଦାହରଣ ଦିଆଯାଇଛି, ତାକୁ ନେଗେଟିଭରେ ଆମେ ଲେଖିବା। ୱି ପଲ୍କ ଫ୍ଲାୱାର୍ସ ଏଭ୍ରି ଡେ। ଡୋଣ୍ଟ ୱି ପ୍ଲକ୍ ଫ୍ଲାୱାର ଏଭ୍ରି ଡେ। ଏଇଭଳି ଆମେ ନିମ୍ନରେ ଦିଆଯାଇଥିବା ବାକ୍ୟକୁ ଲେଖିବା। ଦି ସନ୍ ରାଇଜେସ୍ ଇନ୍ ଦ ଇଷ୍ଟ। ଦି ସନ୍ ରାଇଜେସ୍ ଇନ୍ ଦ ଇଷ୍ଟ। Does not the sun rises in the east।
तापर 2 नंबर oil floats on water does not oil float on water. 3 number the earth moves round the sun does not the earth move round the sun. 4th, plants wake and sleep like us does not plants do not plants wake and sleep like us. Question number 5, which live in water don't fish live in water. E number turn into question sentence. Turn into question. I have nothing in my pocket. ताको क्वेश्चन तैयारी कले डू आई हैव एनीथिंग इन माय पॉकेट क्वेश्चन कले सही बड़ी वाक्य को आमे क्वेश्चन तैयारी करबा. देयर आर नो बॉयज एंड गर्ल्स इन द फील्ड ताको क्वेश्चन कले आर देयर एनी बॉयज एंड गर्ल्स इन द फील्ड क्वेश्चन कले आर देयर एनी बॉयज एंड गर्ल्स इन द फील्ड. तापर 2 नंबर दे डू नथिंग इन द मॉर्निंग ताको आमे क्वेश्चन तैयारी करबा. दे डू नथिंग इन द मॉर्निंग क्वेश्चन कले डू दे डू एनीथिंग इन द मॉर्निंग. क्वेश्चन नंबर 3, I have been waiting on the platform. Have I been waiting on the platform? Question number 4, they did their work. Did they do their work? 5, we do our homework every day. Do we do our homework every day? Now the chapter is also over.